चल चलते ये भी तो सब लाइन 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 आसो ए लाइन मकाओ दे लाइन ए ऊपर साइड रे नले हां साइड रे बस ऐसे देखिए जा लाइन पे चलो देखो लाइन करो अरे बबली ढूंढ फुटरे की नहीं रहा मेरा फुटरे जी नहीं आओ समस्त छात्र छात्री मानू अनुरोध वर्तमान आमर जो बैकलेस और एक्सप्लोर विजिट जो कार्यक्रम होइछि सेही उपलक्षे समस्त पीएमसी महाभरणी हाई स्कूल रो समस्त छात्र छात्री शिक्षक शिक्षयित्री ड्राइवर हेल्पर एवं समस्त सहयोगी सदस्य मानू आम विद्यालय तरफ आज आम एक महत्वपूर्ण शिक्षण दिवस आम एक बहुत गुरुत्वपूर्ण शिक्षण दिवस এই শিক্ষণ দিবসরে আমি কিপরি রইবা বর্তমান আমি যে জায়গায় ঠিয়া হইছে সে হচ্ছে গঞ্জাম জেলার পুরস্তমপুর গ্রাম নিকটস্থ ঋষিকুল্যা নদী তটরে অবস্থিত চৌগড় পর্বত এর ঐতিহাসিক প্রসিদ্ধি লাভ করেছি এহাকু ভারত প্রান্ততাত্ত্বিক বিভাগ সর্বেক্ষণ অধীନରେ এর শিলালিপিକୁ সংরক্ষিত রখাଯିବାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ହେଲେ ତୁମେ ସମସ୍ତେ ଜାଣିଥିଲେ ତ ଯେ ଖ୍ରୀଷ୍ଟପୂର୍ବ 300 ବର୍ଷ ପୂର୍ବେ ସାରା ଭାରତ ବର୍ଷରେ ଅଶୋକଙ୍କର ରାଜ୍ୟ
ଯୁଦ୍ଧ ଚାଲିଥିଲା। ସେହି ଅଶୋକ ସମ୍ରାଟ କଳିଙ୍ଗର ଧନ ରତ୍ନ ପ୍ରାଚୁର୍ଯ୍ୟକୁ ଆକର୍ଷିତ ହୋଇ ପ୍ରଥମେ କଳିଙ୍ଗ ସମ୍ରାଟଙ୍କୁ ଆକ୍ରମଣ କରିଥିଲେ। ତାର ଫଳସ୍ୱରୂପ ସେ ଭୁବନେଶ୍ୱର ସ୍ଥିତ ଧଉଳି ପାହାଡ଼ ନିକଟରେ ଦୟାନଦୀ କୂଳରେ ଏକ କଳିଙ୍ଗ ଯୁଦ୍ଧ ହୋଇଥିଲା, ଯେଉଁଠାରେ ବହୁତ ସୈନ୍ୟ ମୃତ୍ୟୁବରଣ କରିଥିଲେ ଏବଂ ସେହିଠାରେ ଅଶୋକ ଅତ୍ୟନ୍ତ ମର୍ମାହତ ହୋଇଥିଲେ। ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଜଉଗଡ଼ର ରାଜ୍ୟକୁ ପୁଣି ଅଧିକାର କରିବା ପାଇଁ ଆସିଥିଲେ, ସେ ବହୁତ ଚେଷ୍ଟା ସତ୍ତ୍ୱେ ଆକୁ ବିଜୟ ଲାଭ କରିପାରିନଥିଲେ। କାରଣ ଏହାର ଯେଉଁ ପ୍ରାଚୀର ଥିଲା, ସୁଦୀର୍ଘ ପ୍ରାଚୀର, ତାହା ଚଉର ନିର୍ମିତ ହୋଇଥିଲା, ଚଉ ବା ଲାଖ, ସେଥିରେ କୌଣସି ପ୍ରକାର ଗୁଳିଗୁଳା ଭେଦ କରିପାରୁନଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ ଏହି ଗଡ଼କୁ ଜଣେ ଗୌଡ଼ଣୀ କ୍ଷୀର ଦେବା ପାଇଁ ପ୍ରତ୍ୟେକ ଦିନ ଆସୁଥିଲା। ସେହି ଗୌଡ଼ଣୀ ଏହି ଗଡ଼ର ଅଭେଦ୍ୟ କଥାଟିକୁ ରାଜାଙ୍କୁ କହିଦେଇଥିଲା, ଯାହାଫଳରେ ସେ ଏହି ଜଉର ନିର୍ମିତ କାନ୍ଥରେ ଅଗ୍ନି ସଂଯୋଗ ପୂର୍ବକ ପବନ ପ୍ରବାହ କରି ଏହି ଜଉଗଡ଼କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଥିଲେ। ଏବଂ ସେହି ଦିନଠାରୁ ଏହି ଜଉଗଡ଼ ଜଗତଗଡ଼ରୁ ଜଉଗଡ଼ରେ ନାମିତ ହୋଇ ରହିଛି। ଏବଂ ଯେଉଁ ଅଶୋକ ଏହି ରାଜ୍ୟକୁ ଦଖଲ କରିଥିଲେ ଏବଂ ସେହି ଯେଉଁ କଳିଙ୍ଗ ସେନାଙ୍କର ବୀରତ୍ୱରେ ଅନେକ ସୈନ୍ୟ ପ୍ରାଣ ବଳି ଦେଇଥିଲେ, ସେଥିରେ ମର୍ମାହତ ହୋଇ ସେହି ଦିନଠାରୁ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏବଂ ଯାହାର ଶାନ୍ତି ସ୍ତୂପ ନାମରେ ଆମର ଭୁବନେଶ୍ୱର ସ୍ଥିତ ଧଉଳି ପାହାଡ଼ରେ ରହିଛି। ଏବଂ ତାର କିଛି ନୀତି ଆଦର୍ଶକୁ ଏହି ପଥରରେ ଖୋଦିତ କରିଛନ୍ତି, ଯାହାକି ଖ୍ରୀଷ୍ଟପୂର୍ବ 300 ବର୍ଷ ପୂର୍ବର ଥିଲା। ଏବଂ ସେହା ଆଜି ପର୍ଯ୍ୟନ୍ତ ଆଜକୁ ପ୍ରାୟ 2326 ବର୍ଷ ତଳର ଏହି କୀର୍ତ୍ତିରାଜି ଆମକୁ ଅନେକ କଥା, ଅନେକ ଗାଥା ଦେଉଛି, ଯାହାକି ଶାନ୍ତି କିପରି ପିତା ମାତା ଗୁରୁଜନମାନଙ୍କୁ ସମ୍ମାନ ଦେବା, ପଶୁ ବଳି ନିଷେଧ କରିବା, ହିଂସାକୁ ପ୍ରତିହତ କରିବା ଏବଂ ସମସ୍ତଙ୍କୁ ଭଲ ପାଇବା, ଏହିଭଳି ଆଦର୍ଶ ଗୁଣଗୁଡ଼ିକ ଲେଖାଯାଇଛି, ଯାହାର ଓଡ଼ିଆ, ଇଂଲିଶ, ହିନ୍ଦୀ ଅନୁବାଦ କରି 3ଟି ପୋଷ୍ଟର ତଳେ ଲଗାଯାଇଛି। ସେଥିରୁ ଆମେ ଏହି ଶିଳାର ଲେଖାର ମାର୍ମତାକୁ ବୁଝିପାରିବା। ମୁଁ ଆଉ ବିଶେଷ କିଛି କହୁନି। ମୁଁ ଏହି ବିଷୟରେ ସମସ୍ତ ପିଲା ଜାଣି ବୁଝି ନିଜର ଇତିହାସ ବିଷୟରେ ସାମିଲ କରି ନିଜର ଅନୁଭୂତିକୁ ଲେଖିବା ସହିତ ନିଜର ପ୍ରତ୍ୟକ୍ଷ ଯେଉଁ ଅନୁଭୂତି ରହିଛି ତାକୁ ପିଲାମାନେ ନିଜ ଜୀବନରେ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବେ। ଖାଇଲେ କଣ କିଛି ନାହିଁ ଆବଶ୍ୟକ ନାହିଁ। ଏ ଝିଅ ଷ୍ଟାଫ୍ ମାନଙ୍କୁ ମଧ୍ୟ ଦେଇ ଦିଅନ୍ତୁ। ସେଟା ଇଏ ଛୁରୀ ମାରି ପେପରଟା ଇଏଟା କାଟି ଆସନ୍ତୁ। ଏଇଠି ଅଛି ଅଛି ବର୍ତ୍ତମାନ ଆମେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଜଉଗଡ଼ଠାରେ ବର୍ତ୍ତମାନ ପିଲାମାନଙ୍କ ପାଇଁ କିଛି ଟିଫିନ୍ର ବ୍ୟବସ୍ଥା କରାଯାଇଛି। ଆଉ ଯେଉଁଟାକି ଆମେ ସ୍ୱଚ୍ଛ ଭାରତ ମିଶନକୁ ନେଇକି ସବୁ ଯେମିତି ସୁରୁଖୁରୁ ହେବ, ଅଳିଆ ଆବର୍ଜନା ନ ହେବ, ତାର ପ୍ରତି ସଚେତନ ଆମେ ହେଇଛୁ। ତାକୁ ଧରି ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତର ସହିତ କାର୍ଯ୍ୟକ୍ରମ ଚାଲିଛି। ଅଛନ୍ତି ଆପଣ
ए आउ टिफिन आनो शुभ आउ 5 टिफिन आनो आराम रे बसी खाओ किछ असुविधा नहीं से जो ये आनी छि गोटे तरह आंत लगी कोंडे ये दउछि डोंकी रे हां लाहे कर दियो तुम सब कोठी आसीच को स्कूल रे आसीच